ଦେଖନ୍ତୁ ସହରରେ ବ୍ୟାପିଥିବା କାମଳ ରୋଗ ଉପରେ ସମୀକ୍ଷା ହେଇଥିଲା। କାମଳ ରୋଗର କାରଣ କୋଉଥିପାଇଁ ସମ୍ବଲପୁର ସହରରେ ହେଇଛି ଏବଂ ତାର ନିରାକରଣ ଏ ବିଷୟରେ ଆମେ ଆଲୋଚନା କଲୁ। 93 ଜଣକୁ କେବଳ ହେଇଛି। 93 ଜଣଙ୍କ ଭିତରୁ ସେମାନେ 3 ଜଣ କେବଳ ଆଡମିଟ୍ ହେଇଥିଲେ। 2-3 ଘଣ୍ଟା ପରେ ସେମାନେ ପଳେଇ ଯାଇଛନ୍ତି। ଆଉ ବିଶେଷ କିଛି ପ୍ରଭାବ ନାହିଁ। ସମ୍ପୂର୍ଣ୍ଣ ସ୍ଥିତି ନିୟନ୍ତ୍ରିତ ଅଛି। ଆଜ୍ଞା କାରଣ ଦୁଇଟା କାରଣ କହୁଛନ୍ତି। ଏକ ଶୀତଳ ଷଷ୍ଠୀ ଥିଲା, ଅନେକଟା ଫୁଟ ବାହାର ଯୋଉ ରାସ୍ତା ବିକାଳି ମାନେ କର ଜରିଆରେ ହେଇଛି, ଆଉ କିମ୍ବା ପାଣି ପ୍ରଦୂଷିତ ପାଣି ବ୍ୟବହାର ଯୋଗୁଁ ହେଇଛି। ଏ ଦୁଇଟାକୁ ସେଟାକୁ ଯାହା ସିଡିଏମଓ କହିଲେ ସେ ଅନୁସାରେ ମୁଁ କହୁଛି। ୟାକୁ ପରୀକ୍ଷା ନିରୀକ୍ଷା କରାଯାଉଛି କୋଉ କାରଣ ପାଇଁ, କିନ୍ତୁ ଆମେ ଆଗାମୀ ସତର୍କତାମୂଳକ ଅବଲମ୍ବନ କରି ଆମେ ପାଇପ୍ ଲାଇନ୍ ଗୁଡ଼ାକ ଠିକ୍ କରୁଛୁ। ସେ ଜାଗାରେ ପାଇପ୍ ଲାଇନ୍ ଆଉ ପ୍ରତ୍ୟେକ ଘର ଟେଷ୍ଟ କରାହେଇଛି। ଘର ଟେଷ୍ଟ କରାଗଲା ଉତ୍ତରୁ କେତେ ଲୋକମାନେ ପ୍ରଭାବିତ ହେଇଛନ୍ତି ଏବଂ ତାଙ୍କ ପାଇଁ କ'ଣ ଦରକାର ଏସବୁ ଗୁଡ଼ାକର ଚାଲିଛି। ଏସବୁ ନାଇଁ, ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ୍ସକୁ କୁହାଯାଇଛି ସେମାନେ ଖୁବ୍ ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ସମ୍ବଲପୁର ସହରକୁ ସଫା କରିବା ପାଇଁ ଆମେ କହିସାରିଛୁ। ଆଉ ସେମାନେ ୱାର୍ଡକୋକୁ କୁହାଯାଇଛି ଟୋଟାଲ ଏଷ୍ଟିମେଟ୍ କରିବ। ଟୋଟାଲ ଏଷ୍ଟିମେଟ୍ କଲା ଉତ୍ତରୁ କେତେ ଟଙ୍କା ଖର୍ଚ୍ଚ ହେବ। ଖର୍ଚ୍ଚ ହେଲା ଉତ୍ତରୁ ସମଗ୍ର ସମ୍ବଲପୁର ଟାଉନକୁ ଆମେ ସିଷ୍ଟମେଟିକ୍ ଗୋଟେ ପାଣିର ବ୍ୟବସ୍ଥା ଆମେ କରିବା। ଏପର୍ଯ୍ୟନ୍ତ ଆମର 93 କେସ୍ ଡିଟେକ୍ଟ ହେଇଛି। ଆଜି ରିଭ୍ୟୁ ମିଟିଂରେ ଆମର ଜଣ୍ଡିସ୍ ବିଷୟରେ ଆଲୋଚନା ହେଲା ଭିଭିଡଲି। ତା ବ୍ୟତୀତ ଇଲେକ୍ଟ୍ରିସିଟି ୱାଟକୋ ଏମାନଙ୍କ ସହିତ ମଧ୍ୟ ସାର୍ ଆଲୋଚନା କଲେ। ଇଲେକ୍ଟ୍ରିସିଟି ଇଣ୍ଟରପ୍ସନ୍ ଯେଉଁ ବାରମ୍ବାର ହେଉଛି ତାକୁ ନ କରିବା ପାଇଁ କହିଲେ। ୱାଟକୋକୁ ଆମର ଯେଉଁ ନାଳି ଭିତର ଦେଇ ପାଇପ୍ ଲାଇନ୍ ଯାଇଛି ତାକୁ ସବୁ ଟୋଟାଲ ଚେଞ୍ଜ କରିବାକୁ ପ୍ଲସ୍ ଗୋଟେ ଏଷ୍ଟିମେଟ୍ କରିକି ସାରା ଜିଲ୍ଲାର ଇଏ କରିବା ପାଇଁ ସେମାନଙ୍କୁ ଇଏ କଲେ। ଆମର ତ କାମ ଚାଲିଛି, ଚାଲିବ ମଧ୍ୟ।